ବର୍ତ୍ତମାନ ସାରା ଓଡ଼ିଶା ତତଲା ହାଣ୍ଡିରେ ଭାଜି ହେବା ଭଳି ପରିସ୍ଥିତି ଦେଖାଦେଇଛି। ଜନସାଧାରଣ ଡହଳ ବିକଳ ହେବାରେ ଲାଗିଛନ୍ତି। କାରଣ ଦୀର୍ଘ ଦିନ ଧରି ରାଜ୍ୟରେ ଯେପରି ତାପମାତ୍ରା ପ୍ରବାହିତ ହେଉଛି, ସେଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଏପରି ପରିସ୍ଥିତିରେ ପାଣିପାଗ ନେଇ ଆସିଛି ଏକ ଖୁସି ଖବର। ତାହା ହେଲା ରାଜ୍ୟର 8ଟି ଜିଲ୍ଲାରେ ହେବ କାଳବୈଶାଖୀ ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଫଳରେ କିଛି ଅଞ୍ଚଳରେ ପବନ 50ରୁ 60 କିମି ପ୍ରବାହିତ ହେବା ସହ ବିଜୁଳି ଘଡ଼ଘଡ଼ି ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଇଛି।